LIC FD ଯୋଜନା 2025 LIC ନବଜୀବନ ଶ୍ରୀ ଯୋଜନା 911 ସିଙ୍ଗଲ ପ୍ରିମିୟମ LICର ନବଜୀବନ ଶ୍ରୀ ଯୋଜନା କ'ଣ ଯାହାର ଡିଟେଲ୍ସ ମୁଁ ଏହି ଭିଡ଼ିଓ ମାଧ୍ୟମରେ ଆପଣମାନଙ୍କୁ ଷ୍ଟେପ୍ ବାଇ ଷ୍ଟେପ୍ ଜଣାଇବି। ଯଦି ଆପଣମାନେ LICକୁ ବିଶ୍ୱାସ କରନ୍ତି, LICକୁ ଭଲ ପାଆନ୍ତି, LICରେ ଆପଣମାନେ ଇନଭେଷ୍ଟ କରିବା ପାଇଁ ଚାହୁଁଛନ୍ତି, ତାହେଲେ ଏହି ଖବର ଆପଣମାନଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଏହି ଭିଡ଼ିଓରେ ମୁଁ ଆପଣମାନଙ୍କୁ ଜଣାଇବି ଯେ LICର ନବଜୀବନ ଶ୍ରୀ ଯୋଜନା କ'ଣ, ଏଥିରେ ଆପଣମାନେ ଇନଭେଷ୍ଟ କଲେ କେତେ ଟଙ୍କା କ'ଣ ମ୍ୟାଚୁରିଟିରେ ପାଇବେ, ଏଥିରେ ଆପଣମାନଙ୍କର ମ୍ୟାଚୁରିଟିର ଅବଧି କେତେ କ'ଣ ରହିଛି, ତା ସହିତ ଏହି ଯୋଜନାରେ ସାମିଲ ହେବା ପାଇଁ ଆପଣମାନଙ୍କର ଆବଶ୍ୟକତା ଡକ୍ୟୁମେଣ୍ଟସ୍ କ'ଣ ଆବଶ୍ୟକତା, ଯୋଗ୍ୟତା ମାନଦଣ୍ଡ କ'ଣ ସବୁ ରହିଛି, ଯାହାର ଡିଟେଲ୍ସ ମୁଁ ଏହି ଭିଡ଼ିଓ ମାଧ୍ୟମରେ ଆପଣମାନଙ୍କୁ ଷ୍ଟେପ୍ ବାଇ ଷ୍ଟେପ୍ ଜଣାଇବି। ସେଥିପାଇଁ ଆପଣମାନେ ଭିଡ଼ିଓଟିକୁ ବିନା ସ୍କିପ୍ରେ ଶେଷ ପର୍ଯ୍ୟନ୍ତ ଦେଖିବେ, ଯାହାଫଳରେ ଆପଣ ଜାଣିପାରିବେ, ବୁଝିପାରିବେ। ଭିଡ଼ିଓଟିକୁ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ କହି ରଖିବି, ଚ୍ୟାନେଲରେ ଯଦି ନୂଆ କରି ଆପଣ ଭିଡ଼ିଓଟି ଦେଖୁଥାନ୍ତି ତାହେଲେ ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। LIC FD ଯୋଜନା 2025 LIC ନବଜୀବନ ଶ୍ରୀ ଯୋଜନା 911 ସିଙ୍ଗଲ ପ୍ରିମିୟମ ଏକ ଜୀବନ ବୀମା ଯୋଜନା ଯାହା ଏକକାଳୀନ ପ୍ରିମିୟମ ସହିତ ସୁରକ୍ଷା ଏବଂ ସଞ୍ଚୟର ଏକ ମହାନ ମିଶ୍ରଣ ପ୍ରଦାନ କରେ। ନିବେଶକମାନେ କେବଳ ଗୋଟିଏ ପ୍ରିମିୟମ ଦେଇଥାନ୍ତି ଏବଂ ପଲିସି ଅବଧିରେ ନିଶ୍ଚିତ ଅତିରିକ୍ତ ଲାଭ ପାଆନ୍ତି, ଯାହା ଏହାକୁ ପାରମ୍ପରିକ ସ୍ଥିର ଜମା ଅର୍ଥାତ୍ FD ତୁଳନାରେ ଏକ ଭଲ ବିକଳ୍ପ କରିଥାଏ। ଆସନ୍ତୁ ଜାଣିବା LICର ନବଜୀବନ ଶ୍ରୀ ପ୍ଲାନ୍ 911ର ପ୍ରମୁଖ ବୈଶିଷ୍ଟ୍ୟ ଗୁଡ଼ିକ ବିଷୟରେ। ଏହି ଯୋଜନା ଏକ ସିଙ୍ଗଲ ପ୍ରିମିୟମ ଏଣ୍ଡୋମେଣ୍ଟ ଯୋଜନା, ଯେଉଁଥିରେ ପ୍ରିମିୟମ ଥରେ ପୈଠ କରାଯାଏ ଏବଂ ପଲିସି ଅବଧି 10 ବର୍ଷରୁ 20 ବର୍ଷ ପର୍ଯ୍ୟନ୍ତ ହୋଇପାରେ। ଏହି ଯୋଜନା ପ୍ରତି 1000 ଟଙ୍କା ବୀମା ରାଶି ପାଇଁ ବାର୍ଷିକ 85ର ନିଶ୍ଚିତ ଅତିରିକ୍ତ ଲାଭ ପ୍ରଦାନ କରେ। ଉଦାହରଣ ସ୍ୱରୂପ 1 ଲକ୍ଷ ବୀମା ରାଶି ବାର୍ଷିକ 8500ର ଅତିରିକ୍ତ ଲାଭ ଯୋଡ଼େ, ଯାହା ସଞ୍ଚୟକୁ ଆହୁରି ସୁଦୃଢ଼ କରିଥାଏ। ଦୁଇଟି ବିକଳ୍ପ ଏଥିରେ ଉପଲବ୍ଧ ରହିଛି। ପ୍ରଥମ ବିକଳ୍ପ ହେଉଛି ଏକକ ପ୍ରିମିୟମ ବୀମା ରାଶି, ଅନ୍ୟ ଏକ ବିକଳ୍ପ ହେଉଛି ଏକକ ପ୍ରିମିୟମ ବୀମା ରାଶିର 10 ଗୁଣ, ଯାହାକୁ ମୃତ୍ୟୁ ଲାଭ ପାଇଁ ବାଛି ହେବ। ଯଦି ପଲିସି ଅବଧି ମଧ୍ୟରେ ପଲିସି ଧାରକଙ୍କ ମୃତ୍ୟୁ ହୁଏ, ତେବେ ନମିନ ମୃତ୍ୟୁ ଲାଭ ସହିତ ସେହି ବର୍ଷ ପାଇଁ ସମ୍ପୂର୍ଣ୍ଣ ଗ୍ୟାରେଣ୍ଟି ଅତିରିକ୍ତ ଲାଭ ପାଇବେ। ଆସନ୍ତୁ ଜାଣିବା ଏହି ଯୋଜନାର ଲାଭ ଏବଂ ସୁବିଧା ଗୁଡ଼ିକ ବିଷୟରେ। ଦେଖନ୍ତୁ, ଏହି ଯୋଜନାରେ ନିବେଶକମାନେ ବଜାରର ଉତ୍ଥାନ ପତନର ବିପଦରେ ପଡ଼ିନଥାନ୍ତି, କାରଣ ଏହା ନିଶ୍ଚିତ ରିଟର୍ଣ୍ଣ ପ୍ରଦାନ କରେ, ଯାହା ଏହାକୁ ସୁରକ୍ଷିତ ନିବେଶ ପାଇଁ ଏକ ଉତ୍କୃଷ୍ଟ ବିକଳ୍ପ କରିଥାଏ। ଏହି ଯୋଜନାକୁ FDର ବିକଳ୍ପ ଭାବରେ ଦେଖାଯାଇପାରେ, ଯାହା ନିୟମିତ ସୁଧ ସହିତ ଜୀବନ ବୀମା କଭର ପ୍ରଦାନ କରେ। ପଲିସି ଧାରକଙ୍କ ବାରମ୍ବାର ପ୍ରିମିୟମ ଦେବା ବିଷୟରେ ଚିନ୍ତା କରିବାକୁ ପଡ଼ିବ ନାହିଁ। ଥରେ ପ୍ରିମିୟମ ଦେଇ ସେ ସମ୍ପୂର୍ଣ୍ଣ ପଲିସି ଅବଧି ପାଇଁ ସୁରକ୍ଷା ପାଆନ୍ତି। ଆସନ୍ତୁ ଜାଣିବା ଏହି ଯୋଜନା ପାଇଁ ଯୋଗ୍ୟତା ଏବଂ ଅବଧି କ'ଣ ରହିଛି। ଦେଖନ୍ତୁ, ଯୋଜନା ପାଇଁ ଯୋଗ୍ୟତା ବୟସ ବିକଳ୍ପ 1 ପାଇଁ 30 ଦିନରୁ ଆରମ୍ଭ ହୋଇ 60 ବର୍ଷ ଏବଂ ବିକଳ୍ପ 2 ପାଇଁ 40 ବର୍ଷ ପର୍ଯ୍ୟନ୍ତ। ପଲିସି ଅବଧି 5 ବର୍ଷରୁ 20 ବର୍ଷ ପର୍ଯ୍ୟନ୍ତ ହୋଇଥାଏ, ଯାହାକୁ ଗ୍ରାହକ ତାଙ୍କ ଆବଶ୍ୟକତା ଅନୁସାରେ ବାଛିପାରିବେ। ଦେଖନ୍ତୁ, LIC ନବଜୀବନ ଶ୍ରୀ ଯୋଜନା 911 ହେଉଛି ଏକ ସିଙ୍ଗଲ ପ୍ରିମିୟମ ଯୋଜନା, ଯାହା ନିବେଶକ ଜୀବନ ବୀମା ସୁରକ୍ଷା ସହିତ ସୁରକ୍ଷିତ ଏବଂ ଗ୍ୟାରେଣ୍ଟି ରିଟର୍ଣ୍ଣ ପ୍ରଦାନ କରେ, ଯାହା ଏକ ସ୍ଥିର ଜମା ପରି। ଯଦି ଆପଣମାନଙ୍କର ଏକକାଳୀନ ନିବେଶ ପାଇଁ ପାଣ୍ଠି ଅଛି ଏବଂ ବିପଦମୁକ୍ତ ନିବେଶ ସହିତ ଜୀବନ ସୁରକ୍ଷା ଚାହୁଁଛନ୍ତି,
ତେବେ ଏହି ଯୋଜନା ଆପଣଙ୍କ ପାଇଁ ଏକ ଉପଯୁକ୍ତ ବିକଳ୍ପ ହୋଇପାରେ। ଏହା ବ୍ୟତୀତ ଏହାର ଗ୍ୟାରେଣ୍ଟି ଅତିରିକ୍ତ ଲାଭ ଯୋଜନାରେ ଅତିରିକ୍ତ ମୂଲ୍ୟ ଯୋଡ଼ିଥାଏ, ଯାହା ଆପଣଙ୍କର ସାମଗ୍ରିକ ରିଟର୍ଣ୍ଣକୁ ଉନ୍ନତ କରିଥାଏ। ଏହା ଥିଲା LIC ନବଜୀବନ ଶ୍ରୀ ଯୋଜନା ବିଷୟରେ। ଯଦି ଆପଣମାନଙ୍କୁ ଏହି ପଲିସିଟି ଭଲ ଲାଗିଛି, ଏହି ଭିଡ଼ିଓର ଡିସ୍କ୍ରିପ୍ସନରେ ଟେଲିଗ୍ରାମ ଗ୍ରୁପର ଲିଙ୍କ ରହିଛି। ସେ ଲିଙ୍କ ଉପରେ କ୍ଲିକ୍ କରି ଗ୍ରୁପରେ ଜଏନ୍ କରି ଯାଆନ୍ତୁ, ଯାହାର PDF ଆପଣମାନେ ପାଇଯିବେ। आप जानते हैं LIC के लिए क्या क्या कहा गया था? LIC बर्बाद हो गई, गरीबों के पैसे डूब रहे हैं, गरीब कहां जाएगा, बेचारे ने बड़ी मेहनत से LIC में पैसा डाला है। क्या कहें, जितनी उनकी कल्पना शक्ति थी, जितने उनके दरबारियों ने कागज पकड़ा दिए थे, सारे बोल लेते थे वो, सारे बोल लेते थे। लेकिन आज LIC लगातार मजबूत हो रही है। शेयर मार्केट में रुचि रखने वाले को भी ये गुरु मंत्र है कि जो सरकारी कंपनियों के लोग गाली देना, आप उसमें दांव लगा दीजिए साहब, अच्छा ही होने वाला है। आदरणीय अध्यक्ष जी, ये लोग देश की जिन संस्थाओं की मृत्यु की घोषणा करते हैं, उन संस्थाओं का भाग्य चमक जाता है। और मुझे विश्वास है कि ये जैसे देश को कोसते हैं, लोकतंत्र को कोसते हैं, मेरा पक्का विश्वास है देश भी मजबूत होने वाला है, लोकतंत्र भी मजबूत होने वाला। क्या कहा गया था HAL के लिए? इतना ही नहीं, जैसे आजकल खेतों में जाकर के वीडियो शूट होता है, मालूम है ना? हाँ, खेतों में जाकर के वीडियो शूट होता है हाँ। वैसा ही उस समय HAL फैक्ट्री के दरवाजे पर मजदूरों की सभा करके वीडियो शूट करवाया गया था और वहां के कामगारों को भड़काया गया था। अब तुम्हारा कोई भविष्य नहीं है, तुम्हारे बच्चे मरेंगे, भूखे मरेंगे, HAL डूब रहा है। देश की इतनी महत्वपूर्ण इंस्टीट्यूट को इतना बुरा चाहा, इतना बुरा चाहा, इतना बुरा कहा कि वो सीक्रेट आज HAL सफलता की नई बुलंदियों को छू रहा है।